ପ୍ରିୟର ଛାତ୍ରଛାତ୍ରୀ, ଆଜିର ଏହି ମଜାଦାର ଏବଂ ରୋମାଞ୍ଚକର ଭୂଗୋଳ କ୍ଲାସକୁ ତୁମ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ପୂର୍ବରୁ ଆମେ ପୃଥିବୀରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଭୂମିରୂପ ବିଷୟରେ ଆଲୋଚନା କରିଥିଲୁ। ସେଗୁଡ଼ିକ କଣ କଣ? କିଏ କିଏ ମନେ ରଖିଛ କହିଲ ଦେଖି? ହଁ, ପୂର୍ବରୁ ଆମେ ପାର୍ବତ୍ୟ ଭୂମି ଓ ମାଳଭୂମି ବିଷୟରେ ଆଲୋଚନା କରିଥିଲେ। ପିଲାମାନେ ଏ ଦୁଇଟି ଚିତ୍ରକୁ ଭଲ ଭାବରେ ଲକ୍ଷ୍ୟ କର। ଆଚ୍ଛା, କିଏ କହିପାରିବ ପ୍ରଥମ ଚିତ୍ରଟି କେଉଁ ଭୂମି ରୂପର? ହଁ, ପ୍ରଥମ ଚିତ୍ରଟି ଗୋଟେ ପାର୍ବତ୍ୟ ଭୂମି ବା ପାର୍ବତ୍ୟ ଅଞ୍ଚଳର। ସେହିପରି ଦ୍ୱିତୀୟ ଚିତ୍ରଟି ମାଳଭୂମି ବା ମାଳ ଅଞ୍ଚଳର, ନୁହେଁ କି? ଆଚ୍ଛା ପିଲାମାନେ, ତୁମେ ଏପରି ଏକ ଅଞ୍ଚଳ ବା ଭୂମି ରୂପ ଦେଖିଛ କି ଯେଉଁଠାରେ ଦୂର ଦୂରାନ୍ତର ପର୍ଯ୍ୟନ୍ତ ପାହାଡ଼, ପର୍ବତ, ଉଚ୍ଚ ନିଚ ଜାଗା ଦେଖାଯାଉନଥିବ? ଆମେ ଯେଉଁଠି ସାଧାରଣତଃ ନିଜର ଘର ତିଆରି କରୁ, ଯେଉଁଠି ଆମେ ଖେଳୁ, ତାହା କିପରି ସ୍ଥାନ? ତାହା ହେଉଛି ସମତଳ ଅଞ୍ଚଳ ବା ଯାହାକୁ ଆମେ ସମତଳ ଭୂମି ବୋଲି କହୁ। ତେବେ ପିଲାମାନେ, ଏହି ସମତଳ ଅଞ୍ଚଳ ପ୍ରକୃତରେ କଣ? ଆସ ବୁଝିବା। ଆମ ବହିରେ ଯେପରି ଲେଖା ଅଛି ଯେ ସମୁଦ୍ର ପତନରୁ 300 ମିଟର ବା ତାଠାରୁ କମ୍ ଉଚ୍ଚତାରେ ଥିବା ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ। କଥାଟିକୁ ପୁଣି ଟିକେ ଧ୍ୟାନ ଦେଇ ଶୁଣ। ସମୁଦ୍ର ପତନରୁ 300 ମିଟର ବା ତାଠାରୁ କମ୍ ଉଚ୍ଚତାରେ ଥିବା ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ। ସମପ୍ରାୟ ଭୂମି ମାନେ କଣ? ଯେଉଁ ଭୂମି ପ୍ରାୟ ସବୁଆଡ଼େ ସମାନ ଥାଏ। ଏଗୁଡ଼ିକ ପୃଷ୍ଠଭାଗ ପୁରା ଚଟକା ଅର୍ଥାତ୍ ଖୁବ୍ ସମାନ ଥାଏ ଓ ଅତି କମ୍ ଢାଲୁ ବିଶିଷ୍ଟ ହୋଇଥାଏ। ଏଠାରେ କୌଣସି ବଡ଼ ବଡ଼ ପାହାଡ଼ କିମ୍ବା ଗଭୀର ଉପତ୍ୟକା ଆଦୌ ନଥାଏ। ଏହା ପୁରା ସିଧା ଏବଂ ସମତଳ, ଠିକ୍ ତୁମ ସ୍କୁଲର ଖେଳ ପଡ଼ିଆ ପରି। ଭାବିଲ ଦେଖି, ଯଦି ସବୁଆଡ଼େ କେବଳ ପାହାଡ଼ ଥାଆନ୍ତା, ତେବେ ସାଇକେଲ, ବସ୍, ଟ୍ରେନ ଭଳି ବିଭିନ୍ନ ଯାନବାହନ ଚଳାଇବା କେତେ କଷ୍ଟ ହୁଅନ୍ତା। ତୁମମାନଙ୍କର ଖେଳିବା ପାଇଁ ମଧ୍ୟ ବହୁତ ଅସୁବିଧା ହୁଅନ୍ତା। ତେଣୁ ଏହି ସମତଳ ଅଞ୍ଚଳ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ଆଜି ଭଲ ଭାବରେ ଜାଣିବା। ବର୍ତ୍ତମାନ ତୁମ ମନରେ ଗୋଟିଏ ବହୁତ ବଢ଼ିଆ ପ୍ରଶ୍ନ ଆସୁଥିବ ନିଶ୍ଚୟ। ଏବେ ଯେଉଁ ଆମେ ପଢ଼ିଲେ ସମୁଦ୍ର ପତନରୁ 300 ମିଟର ଉଚ୍ଚତା, ଏହି ସମୁଦ୍ର ପତନ ପ୍ରକୃତରେ କଣ? ଆସ ଏହାକୁ ଗୋଟିଏ ଉଦାହରଣ ସହିତ ବୁଝିବା। ସମୁଦ୍ର ପତନ ବା ଇଂରାଜୀରେ ଯାହାକୁ ସି ଲେଭେଲ କୁହାଯାଏ, ତାହା ହେଉଛି ସମୁଦ୍ର ପୃଷ୍ଠର ହାରାହାରି ସ୍ତର। ଆଚ୍ଛା ପିଲାମାନେ, ତୁମେମାନେ ଜାଣିଛ ଯେ ପୃଥିବୀର ସବୁ ସମୁଦ୍ର ଓ ମହାସାଗର ଜଳ ପରସ୍ପର ସହିତ ଏକାଠି ମିଶି ରହିଛି। ତେଣୁ ସେହି ସମସ୍ତ ସାଗର, ମହାସାଗର ଜଳସ୍ତର ଗୁଡ଼ିକ ସବୁ ସ୍ଥାନରେ ପ୍ରାୟତଃ ସମାନ ଥାଏ। ଏହି ସ୍ତରକୁ ହିଁ ହାରାହାରି ସମୁଦ୍ର ପତନ ମଧ୍ୟ କୁହାଯାଏ। ବୈଜ୍ଞାନିକମାନେ ଏବଂ ଭୂଗୋଳବିତ୍ ମାନେ ସାରା ବିଶ୍ୱର ମହାସାଗର ମାନଙ୍କର ଜଳସ୍ତର ଠାରୁ ହିଁ ପୃଥିବୀର ଯେକୌଣସି ଉଚ୍ଚ ସ୍ଥାନର, ଯେପରିକି ପାହାଡ଼, ମାଳଭୂମି ବା ସମତଳ ଭୂମିର ଉଚ୍ଚତା ମାପିଥାନ୍ତି। ତେଣୁ ସେହି ସମୁଦ୍ର ପାଣିର ସ୍ତର ଠାରୁ ଯେଉଁ ଭୂମିର ଉଚ୍ଚତା 300 ମିଟରରୁ କମ୍ ଥାଏ, ତାହାକୁ ଆମେ ସମତଳ ଭୂମି ବୋଲି କହିଥାଉ। ଆଚ୍ଛା, ତୁମେ କେବେ ଭାବିଛ କି ଆମ ଚାରିପାଖରେ ଥିବା
এই ବିରାଟ ବିରାଟ ସମତଳ ଭୂମି ସବୁ କିପରି ସୃଷ୍ଟି ହେଲା? କିଏ ଆଣି ଏତେ ମାଟି ଏଠାରେ ବିଛେଇ ଦେଲା? ପିଲାମାନେ, ଏଥିରେ ଆମର ନଦୀମାନଙ୍କର ଏକ ବହୁତ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ବହିରେ ଲେଖା ଅଛି ଯେ ପର୍ବତମାଳାରେ ଉତ୍ପନ୍ନ ହେଉଥିବା ନଦୀ ଜଳ ଦ୍ୱାରା ଗଠିତ ଏକ ପ୍ରକାର ସମତଳ ଭୂମି ହେଉଛି ପ୍ଲାବନ ଭୂମି। ଯେତେବେଳେ ନଦୀଟିଏ ବଡ଼ ବଡ଼ ପାହାଡ଼ ଉପରୁ ତଳକୁ ଜୋରରେ ବହି ଆସେ, ସେତେବେଳେ ସେ ଖାଲି ହାତରେ ଆସେ ନାହିଁ। ସେ ନିଜ ସାଙ୍ଗରେ ବହୁତ କିଛି ଜିନିଷ ଭାସେଇ ଆଣିଥାଏ, ଯେଉଁଠାରେ ନଦୀ ଦ୍ୱାରା ଅପସୃତ ହୋଇ ଆସିଥିବା ଛୋଟ ଛୋଟ ପଥର, ବାଲି ଏବଂ ମାଟିର କଣିକା ସବୁ ପଟୁ ଆକାରରେ ଆସି ଜମିଯାଏ ଏବଂ ସେଠାରେ ସମତଳ ଅଞ୍ଚଳ ସୃଷ୍ଟି କରେ। ହଜାର ହଜାର ବର୍ଷ ଧରି ଏହି ପଟୁ ମୃତ୍ତିକା ନଦୀ ଦ୍ୱାରା ଆମର ସମତଳ ଅଞ୍ଚଳକୁ ପରିବାହିତ ହୋଇ ଆସେ, ଯାହାକି ସେ ଅଞ୍ଚଳର ମାଟିକୁ ଅତ୍ୟନ୍ତ ଉର୍ବର କରିଦିଏ। ଆଉ ତୁମେମାନେ ତ ଜାଣିଛ, ମାଟି ଉର୍ବର ହେଲେ କ'ଣ ହୁଏ? ଗଛଲତା ବହୁତ ଶୀଘ୍ର ଆଉ ଭଲରେ ବଢ଼ିପାରେ। ଫଳସ୍ୱରୂପ ଏହି ସମତଳ ଭୂମିଗୁଡ଼ିକ ସବୁ ପ୍ରକାର ଫସଲ ଚାଷ ପାଇଁ ଉତ୍କୃଷ୍ଟ ଅଟେ। ତେଣୁ ଚାଷବାସ ବା କୃଷିକୁ ଏହି ଭୂମି ରୂପରେ ଏକ ପ୍ରମୁଖ ଅର୍ଥନୈତିକ କାର୍ଯ୍ୟକଳାପ ଭାବରେ ଗ୍ରହଣ କରାଯାଇଛି। ଆଉ ଯେଉଁଠି ଖାଇବାକୁ ଭଲ ଫସଲ ମିଳେ, ପିଇବାକୁ ନଦୀର ମିଠା ପାଣି ମିଳେ, ସେଠାରେ ତ ଲୋକେ ଘର କରି ରହିବାକୁ ବେଶୀ ପସନ୍ଦ କରିବେ ନା। ସେଥିପାଇଁ ସମତଳ ଭୂମି ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କର ବସତି ପାଇଁ ବହୁତ ଉପଯୋଗୀ ଅଟେ। ଆଚ୍ଛା ପିଲାମାନେ, ଏବେ ଆମେ ସମତଳ ଭୂମି କ'ଣ ବୁଝିଗଲେ? ଆସ ଗୋଟିଏ ଛୋଟ ଖେଳ ଖେଳିବା। ଏହି ଖେଳର ନାମ ହେଉଛି ଭୂମି ରୂପ ଚିହ୍ନଟ। ଛବିଗୁଡ଼ିକୁ ଦେଖ। ଏଠାରେ 3ଟି ଭୂମି ରୂପର ଛବି ଅଛି। କହିଲ ଦେଖି, କେଉଁଟି ମାଳଭୂମିର ଛବି? ପ୍ରଥମଟି, ଦ୍ୱିତୀୟଟି, ତୃତୀୟଟି? ହଁ, ଠିକ୍ କହିଛ। ତୃତୀୟ ଛବିଟି ମାଳଭୂମିର ଛବି। ଏବେ କହିଲ, କେଉଁ ଛବିଟି ସମତଳ ଭୂମିର? ପ୍ରଥମଟି, ଦ୍ୱିତୀୟଟି, ତୃତୀୟଟି? ହଁ, ଠିକ୍ କହିଛ। ପ୍ରଥମ ଛବିଟି ସମତଳ ଭୂମିର ଛବି। ବର୍ତ୍ତମାନ ଏହି 3ଟି ଛବିକୁ ଭଲ ଭାବରେ ଦେଖ ଓ କୁହ, କେଉଁ ଛବିଟି ପର୍ବତ ବା ପାର୍ବତ୍ୟ ଅଞ୍ଚଳର? ପ୍ରଥମଟି, ଦ୍ୱିତୀୟଟି, ତୃତୀୟଟି? ହଁ, ଠିକ୍ କହିଛ। ତୃତୀୟ ଛବିଟି ପର୍ବତ ବା ପାର୍ବତ୍ୟ ଅଞ୍ଚଳର ଛବି। ପିଲାମାନେ, ଏବେ ଆସ ଆମେ ଘରେ ବସି ପୁରା ପୃଥିବୀ ବୁଲିଯିବା। ଏହି ଚିତ୍ରଟିକୁ ସମସ୍ତେ ଧ୍ୟାନ ଦେଇ ଦେଖ। ଏହା ହେଉଛି ଆମ ସୁନ୍ଦର ପୃଥିବୀର ଏକ ଭୌଗୋଳିକ ମାନଚିତ୍ର। ଏହି ମାନଚିତ୍ରରେ କେତେକ ପ୍ରମୁଖ ପର୍ବତ ଶୃଙ୍ଖଳା, ମାଳଭୂମି ଏବଂ ଆମେ ବର୍ତ୍ତମାନ ପଢୁଥିବା ସମତଳ ଭୂମିକୁ ବହୁତ ସୁନ୍ଦର ଭାବରେ ଦର୍ଶାଯାଇଛି। ଥରେ ଆଖି ବୁଲାଅ, ଏହି ମାନଚିତ୍ରକୁ ବାମ ପଟୁ ଦେଖ। ଉତ୍ତର ଆମେରିକାରେ ଦେଖ, ସେଠାରେ ରକି ପର୍ବତମାଳା ଏବଂ ମିସିସିପି ନଦୀ ଅବବାହିକାରୁ ସୃଷ୍ଟ ସମତଳ ଅଞ୍ଚଳ ଅଛି। ତା ତଳକୁ ଦକ୍ଷିଣ ଆମେରିକାରେ ଆଣ୍ଡିଜ୍ ପର୍ବତମାଳା, ଆମାଜନ ନଦୀର ବିରାଟ ସମତଳ ଅବବାହିକା ଏବଂ ପାଟାଗୋନିଆ ମାଳଭୂମି ଅଞ୍ଚଳ ରହିଛି। ମଝିରେ ଥିବା ଆଫ୍ରିକା ମହାଦେଶକୁ ଦେଖ, ସେଠାରେ
ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀ ନୀଳ ନଦୀ ବହିଯାଇଛି ଏବଂ ସେଠାରେ ପୂର୍ବ ଆଫ୍ରିକୀୟ ମାଳଭୂମି ସୃଷ୍ଟି ହୋଇଛି। ଉପରକୁ ୟୁରୋପ ଏବଂ ଏସିଆ ମଝିରେ ଉରାଲ ପର୍ବତ ଦେଖାଯାଉଛି। ଏବେ ଆମ ନିଜ ମହାଦେଶ ଏସିଆ ଏବଂ ଆମ ଦେଶ ଭାରତ ଆଡ଼କୁ ଦେଖ। ଏଠାରେ ଦୁନିଆର ସବୁଠାରୁ ଉଚ୍ଚ ପର୍ବତମାଳା ଓ ପାର୍ବତ୍ୟ ଭୂମି ହିମାଳୟ ଅଛି। ଆଉ ତା ପାଖକୁ ଲାଗି ରହିଛି ତିବ୍ବତୀୟ ମାଳଭୂମି ହିମାଳୟ ପର୍ବତ ଶ୍ରେଣୀ। ତଳକୁ ଆମ ଭାରତରେ ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ବିରାଟ ସମତଳ ଅଞ୍ଚଳ ଦେଖିବାକୁ ମିଳୁଛି। ଆଚ୍ଛା ପିଲାମାନେ, ଚିତ୍ରରେ ଯେଉଁ ଭିନ୍ନ ଭିନ୍ନ ଭୂମିରୂପ ସବୁ ଦେଖିଲ, ସେଗୁଡ଼ିକ କ'ଣ ସମାନ ରଙ୍ଗରେ ଚିହ୍ନିତ କରାଯାଇଛି? ନା, ଭିନ୍ନ ଭିନ୍ନ ଭୂମିରୂପ ଚିହ୍ନିବା ପାଇଁ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରାଯାଇଛି। ଏବେ ମୋତେ ଖୋଜି କରି କହିଲ ଦେଖି, ଉଦାହରଣ ସ୍ୱରୂପ ଆମର ତିବ୍ବତୀୟ ମାଳଭୂମି କେଉଁ ରଙ୍ଗରେ ଦିଆଯାଇଛି? ହଁ, ମାଳଭୂମି ଗୁଡ଼ିକ ବାଦାମୀ ରଙ୍ଗରେ ଦେଖାଯାଇଛି। ସେହିପରି ରକି ପର୍ବତ ଶ୍ରେଣୀକୁ ଖୋଜି ବାହାର କର। ପର୍ବତ ଗୁଡ଼ିକ କେଉଁ ରଙ୍ଗରେ ଅଛି? ପର୍ବତ ଗୁଡ଼ିକ ମୁଖ୍ୟତଃ ଈଷତ୍ ହଳଦିଆ ବା ଧୂସର ରଙ୍ଗରେ ଦର୍ଶାଯାଇଛି। ନୀଳ ନଦୀର ସମତଳ ଭାଗ କେଉଁ ରଙ୍ଗରେ ଅଛି? ହଁ, ସବୁଜ ରଙ୍ଗରେ। ପିଲେ, ସମତଳ ଅଞ୍ଚଳ ଗୁଡ଼ିକୁ ସର୍ବଦା ସବୁଜ ରଙ୍ଗରେ ଦର୍ଶାଯାଇଥାଏ, କାରଣ ସେଠାରେ ବହୁତ ଗଛଲତା ଥାଏ ଏବଂ ଚାଷ ଭଲ ହୁଏ। ତୁମେମାନେ ନିଜେ ନିଜେ ଖୋଜି ଦେଖିଲ ଏହି ଭିନ୍ନ ଭିନ୍ନ ଭୂମିରୂପ ଗୁଡ଼ିକ କେତେ ସୁନ୍ଦର ଭାବରେ ଏକ ମାନଚିତ୍ରରେ ସଜା ହୋଇଛି। ଏହି ରଙ୍ଗ ଗୁଡ଼ିକୁ ମନେ ରଖିଲେ ତୁମକୁ ଭୂଗୋଳ ବୁଝିବା ବହୁତ ସହଜ ହେବ। ବର୍ତ୍ତମାନ ଆମେ ଏକ ଅତି ରୋମାଞ୍ଚକର ଯାତ୍ରା କରିବାକୁ ଯିବା। ଭାବିନିଅ, ଆମେ ଏବେ ଏକ ରକେଟରେ ବସି ସିଧା ମହାକାଶକୁ ପଳାଇଛେ। ସେତେ ଉପରୁ ଆକାଶରୁ ଆମେ ଆମ ଦେଶ ଭାରତ ପ୍ରକୃତରେ କିପରି ଦେଖାଯାଏ ତାହା ଦେଖିବାକୁ ତୁମମାନଙ୍କୁ ଇଚ୍ଛା ହେଉଛି ନା? ଦେଖ ପିଲେ, ସେହିପରି ଭୂମିରୂପ ଗୁଡ଼ିକର ଚିତ୍ର ଆକାଶରୁ କିପରି ଦେଖାଯାଏ ଦେଖିବା। ତାହେଲେ ଆସ, ଏହି ଚିତ୍ରକୁ ଟିକେ ଧ୍ୟାନ ଦେଇ ଦେଖ। ଏହି ଚିତ୍ରଟି କୌଣସି ହାତଅଙ୍କା ଚିତ୍ର ନୁହେଁ। ଏହା ହେଉଛି ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ଗାଙ୍ଗେୟ ସମତଳ ଅଞ୍ଚଳର ଏକ ପ୍ରକୃତ ଫଟୋ। ମହାକାଶରେ ବୁଲୁଥିବା ବଡ଼ ବଡ଼ କ୍ୟାମେରା ଥିବା ସାଟେଲାଇଟ୍ ବା ଉପଗ୍ରହ ଦ୍ୱାରା ଏହି ଛବିଟିକୁ ଉଠାଯାଇଛି। ଏଥିରେ ଆମ ଉତ୍ତର ଭାରତର ଏକ ବହୁତ ବଡ଼ ଅଂଶ ଦେଖାଯାଉଛି। ତୁମେମାନେ ଦେଖିପାରୁଛ ଏହା କେତେ ବିଶାଳ ଆଉ ବିସ୍ତୃତ? ଏଇଠାରେ ହିଁ ଆମ ଦେଶର ପବିତ୍ର ତଥା ବୃହତ୍ତମ ନଦୀ ଗଙ୍ଗା ଏବଂ ତାହାର ଅନେକ ଶାଖା ନଦୀମାନେ ବହିଯାଇଛନ୍ତି। ସେମାନେ ହିମାଳୟରୁ ଆସିବା ବେଳେ ଯେଉଁ ଉର୍ବର ପଟୁମାଟି ଆଣିଛନ୍ତି, ସେଥିରୁ ହିଁ ଏହି ବିଶାଳ ସମତଳ ଅଞ୍ଚଳ ସୃଷ୍ଟି ହୋଇଛି, ଯାହାକୁ ଆମେ ଗାଙ୍ଗେୟ ସମତଳ ଅଞ୍ଚଳ ଭାବେ ଜାଣୁ। ଏହି ବିରାଟ ଅଞ୍ଚଳଟି କେତେ ଶାନ୍ତ ଏବଂ ସମତଳ ଦେଖାଯାଉଛି। ଛବିର ଉପର ଆଡ଼କୁ ଟିକେ ଦେଖ, ସେଠାରେ ଧଳା ଧଳା ଦାଗ ଦେଖାଯାଉଛି। ତାହା କ'ଣ ହୋଇପାରେ? ଠିକ୍ ଭାବିଛ, ସେ ଅଞ୍ଚଳରେ ହିମାଳୟ ପର୍ବତମାଳା ରହିଛି ଏବଂ ସେହି ପର୍ବତର ଶିଖର ଗୁଡ଼ିକରେ ବର୍ଷ ସାରା ବରଫ ଜମି ରହିଥାଏ। ସେହି ବରଫ ଯୋଗୁଁ ହିଁ ମହାକାଶରୁ ତାହା ଧଳା ରଙ୍ଗର ଦେଖାଯାଉଛି। ଚିତ୍ରର ନିମ୍ନରେ ବାମପଟେ ଥିବା ଧୂସର ରଙ୍ଗ କ'ଣ ଦର୍ଶାଉଛି? ଏବେ ତଳକୁ ଆଉ ବାମ ପଟକୁ ଟିକେ ଦୃଷ୍ଟି ପକାଅ।
ସେଠାରେ ରଙ୍ଗଟି ଟିକେ ଧୂସର ବା ମାଟିଆ ଦେଖାଯାଉଛି। ସେଠାରେ ସବୁଜ ରଙ୍ଗ ନାହିଁ। ଏହାର ଅର୍ଥ ହେଉଛି ସେହି ଧୂସର ଅଞ୍ଚଳଟିରେ ଗଛଲତା କମ୍ ଅଛି। ତାହା ହୁଏତ ଏକ ଶୁଷ୍କ ଅଞ୍ଚଳ, ମରୁଭୂମି ବା ଶୁଖିଲା ମାଳଭୂମି ଅଞ୍ଚଳ ହୋଇପାରେ, ଯେଉଁଠି ପାଣିର ଅଭାବ ରହିଛି। ଦେଖିଲ ତ ପିଲାମାନେ, କେବଳ ଗୋଟିଏ ଉପଗ୍ରହ ଚିତ୍ରକୁ ଭଲ ଭାବରେ ଦେଖିଲେ ଆମେ ଭୂଗୋଳ ବିଷୟରେ କେତେ କିଛି ନୂଆ କଥା ଜାଣିପାରୁଛୁ। ତେବେ ମୋର ପ୍ରିୟ ପିଲାମାନେ, ଆଜି ଆମେ ଏହି କ୍ଲାସରେ ସମତଳ ଅଞ୍ଚଳ ବିଷୟରେ ବହୁତ କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ନୂଆ କଥା ଶିଖିବାକୁ ପାଇଲେ। ସମତଳ ଭୂମି ପ୍ରକୃତରେ କ'ଣ? ସମୁଦ୍ର ପତନରୁ ତାହାର ଉଚ୍ଚତା କିପରି ମପାଯାଏ? ନଦୀଗୁଡ଼ିକ କିପରି ନିଜର ପଟୁମାଟି ଦ୍ୱାରା ଏହି ସୁନ୍ଦର ସମତଳ ଭୂମି ସୃଷ୍ଟି କରନ୍ତି ଏବଂ ସେଠାରେ କାହିଁକି ଏତେ ଭଲ ଚାଷ ହୁଏ, ତାହା ଆମେ ଟିକିନିଖି ଭାବରେ ଆଲୋଚନା କଲେ। ଏହା ସହିତ ପୃଥିବୀର ବିଭିନ୍ନ ପ୍ରମୁଖ ସମତଳ ଅଞ୍ଚଳଗୁଡ଼ିକୁ ମାନଚିତ୍ରରେ ଖୋଜି ବାହାର କଲେ ଏବଂ ଆମ ନିଜ ଦେଶର ଗାଙ୍ଗେୟ ସମତଳ ଅଞ୍ଚଳକୁ ଉପଗ୍ରହ ଚିତ୍ରରେ କିପରି ଦେଖାଯାଏ, ତାହା ମଧ୍ୟ ଦେଖିଲେ। ଆସ ବର୍ତ୍ତମାନ ଆମେ ଯାହା ଜାଣିଲେ ତାକୁ ଆଧାର କରି କିଛି ପ୍ରଶ୍ନର ଉତ୍ତର ଆଲୋଚନା କରିବା। ତେବେ ପ୍ରଥମ ପ୍ରଶ୍ନଟି ହେଲା, ସମୁଦ୍ର ପତନରୁ ପ୍ରାୟ କେତେ ଉଚ୍ଚତା ପର୍ଯ୍ୟନ୍ତ ଥିବା ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ? ଅପସନ୍ ଏ 600 ମିଟର, ଅପସନ୍ ବି 400 ମିଟର, ଅପସନ୍ ସି 300 ମିଟର ବା ତାଠାରୁ କମ୍, ଅପସନ୍ ଡି 500 ମିଟର। ଠିକ୍ ଉତ୍ତରଟି ହେଲା ଅପସନ୍ ସି 300 ମିଟର ବା ତାଠାରୁ କମ୍। ଭୂଗୋଳ ମାନଚିତ୍ରରେ ବାଦାମୀ ରଙ୍ଗ ବା ବ୍ରାଉନ୍ କଲର କେଉଁ ଭୂମି ରୂପକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଏ? ଅପସନ୍ ଏ ସମତଳ ଭୂମି, ଅପସନ୍ ବି ପାର୍ବତ୍ୟ ଭୂମି, ଅପସନ୍ ସି ଜଳଭାଗ, ଅପସନ୍ ଡି ମାଳଭୂମି। ଠିକ୍ ଉତ୍ତରଟି ହେଲା ଅପସନ୍ ଡି ମାଳଭୂମି। ସ୍ୟାଟେଲାଇଟରୁ ବରଫାବୃତ ଅଞ୍ଚଳ କେଉଁ ରଙ୍ଗ ଦେଖାଯାଏ? ଅପସନ୍ ଏ ଧଳା, ଅପସନ୍ ବି କଳା, ଅପସନ୍ ସି ସବୁଜ, ଅପସନ୍ ଡି ନୀଳ। ଠିକ୍ ଉତ୍ତରଟି ହେଲା ଅପସନ୍ ଏ ଧଳା। ପାର୍ବତ୍ୟ ଅଞ୍ଚଳକୁ ମାନଚିତ୍ରରେ ସାଧାରଣତଃ କେଉଁ ରଙ୍ଗରେ ଦର୍ଶାଯାଏ? ଅପସନ୍ ଏ ନୀଳ ରଙ୍ଗ, ଅପସନ୍ ବି ସବୁଜ, ଅପସନ୍ ସି ଇଷତ ହଳଦିଆ ବା ଧୂସର, ଅପସନ୍ ଡି କଳା। ହଁ ପିଲାମାନେ, ଠିକ୍ ଉତ୍ତରଟି ହେଲା ଅପସନ୍ ସି ଇଷତ ହଳଦିଆ ବା ଧୂସର। ପିଲାମାନେ କହିଲ, ଏହି ଚିତ୍ରଟିରେ ରଙ୍ଗ ନ ହୋଇଥିବା ସ୍ଥାନଟି ଗୋଟିଏ ସମତଳ ଅଞ୍ଚଳର। କହିଲ ଦେଖି, ଆମେ ଏହି ସ୍ଥାନରେ କେଉଁ ରଙ୍ଗ ଦେବା? ଠିକ୍ କହିଛ, ଆମେ ଏଠାରେ ସବୁଜ ରଙ୍ଗ ଦେବା। ଏହି ଚିତ୍ରଟିରେ ରଙ୍ଗ ନ ହୋଇଥିବା ସ୍ଥାନଟି ଗୋଟିଏ ପର୍ବତ ବା ପର୍ବତ ଶ୍ରେଣୀ ଅଞ୍ଚଳର। କହିଲ ଦେଖି, ଆମେ ଏହି ସ୍ଥାନରେ କେଉଁ ରଙ୍ଗ ଦେବା? ଠିକ୍ କହିଛ, ଆମେ ଏଠାରେ ହଳଦିଆ ବା ଇଷତ କମଳା ରଙ୍ଗ ଦେବା। ପିଲାମାନେ କହିଲ, ଏହି ଚିତ୍ରଟିରେ ରଙ୍ଗ ନ ହୋଇଥିବା ସ୍ଥାନଟି ଗୋଟିଏ ମାଳଭୂମି ଅଞ୍ଚଳର। କହିଲ, ଆମେ ଏହି ସ୍ଥାନରେ କେଉଁ ରଙ୍ଗ ଦେବା? ଠିକ୍ କହିଛ, ଆମେ ଏହି ମାଳଭୂମିରେ ବାଦାମୀ ବା ମାଟିଆ ରଙ୍ଗ ଦେବା। ପିଲାମାନେ,
ଆଜି ପାଇଁ ଆମର ଏହି ଶିକ୍ଷାଦାନ ଏତିକିରେ ରହୁଛି। ପରବର୍ତ୍ତୀ କ୍ଲାସରେ ଆମେ ଆଉ କିଛି ନୂଆ ଓ ମଜାଦାର ବିଷୟ ନେଇ ଆସିବା। ସେତେବେଳେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।